ଏ ସତର୍କ ବିଷୟ ନୁହଁ, ଓଡ଼ିଶାର ଦୁର୍ଭାଗ୍ୟ ଯେ କେବେ ବି ଆମକୁ ପ୍ରାକୃତିକ ବିପର୍ଯ୍ୟୟ ଛାଡ଼ୁ ନାହିଁ। କେତେବେଳେ ବନ୍ୟା ଆସୁଛି, କେତେବେଳେ ବାତ୍ୟା ଆସୁଛି, କେତେବେଳେ ଅନାବୃଷ୍ଟି ପାଇଁ ମରୁଡ଼ି ମଧ୍ୟ ହେଉଛି ଏବଂ ଯେତେବେଳେ ଚାଷୀର ଧାନ ଭଲ ଅମଳ ହେଇଛି ସେ ସମୟରେ ପୁଣି ଅଦିନିଆ ମେଘ, ଅଦିନିଆ ବର୍ଷା। ଗୋଟେ ଅଦିନିଆ ମେଘ ଗଲାଣି, ଗଞ୍ଜାମ, ଖୋର୍ଦ୍ଧା ଏଭଳିଆ ଗୁଡ଼ିଏ ଅଞ୍ଚଳରେ ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହେଲା ଏବଂ ତାର ଆକଳନ ଆରମ୍ଭ କଲୁଣି ଆମେ ଏବଂ କୃଷି ବିଭାଗ ମଧ୍ୟ ଏ କାମରେ ଲାଗିଛି, ରାଜସ୍ୱ ବିଭାଗ ମଧ୍ୟ ଏ କାମରେ ଲାଗିଛି। ଇନ୍ସୁରାନ୍ସ କମ୍ପାନୀକୁ ମଧ୍ୟ ତାଗିଦ କରାଗଲାଣି ଯେ ପ୍ରସ୍ତୁତ ରହିଯାଅ, ଚାଷୀମାନଙ୍କର କ୍ଷତିର ଯେଉଁ ପ୍ରିମିୟମ୍ ଯେଉଁମାନେ ଭରଣା କରିଛନ୍ତି ସେମାନଙ୍କର କ୍ଷତିପୂରଣ ପାଇଁ ପୁଣି ଗୋଟେ ମେଘ ଆସିଲାଣି, ପୁଣି ଗୋଟେ ବର୍ଷା ଆସିଲାଣି। ଚାଷୀ ସତର୍କ ରହନ୍ତୁ ଏବଂ ଧାନ ଅମଳ ପରେ ଧାନକୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ନାହିଁ ଓଡ଼ିଶାରେ। ଚାଷୀମାନଙ୍କର ମଧ୍ୟ ଆଗରୁ ଖଳା ଥିଲା, ବେଶୀ ଜମି ଥିଲା, କମ୍ ଲୋକ ଥିଲେ। ଏବେ ଲୋକ ବଢ଼ିଗଲେଣି, ଚାଷୀ ବଢ଼ିଗଲେଣି, ପରିବାର ବଢ଼ିଗଲାଣି ଏବଂ ଧାନକୁ ନିରାପଦ ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ନାହିଁ। ତେଣୁ ଏଇଟା ଗୋଟେ ନୂଆ ସମସ୍ୟା ଓଡ଼ିଶାରେ। ସେ ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ଆମେ ଚିନ୍ତା ଆରମ୍ଭ କଲୁଣି। ଏବେ ବି ଯେଉଁ ମେଘ ଆସୁଛି, ବର୍ଷା ହେବାର ସମ୍ଭାବନା ଅଛି, ଅଦିନିଆ ମେଘ, ଚାଷୀମାନେ ସତର୍କ ରହନ୍ତୁ, ଚେଷ୍ଟା କରନ୍ତୁ ଧାନଟାକୁ ସୁରକ୍ଷିତ ରଖିବା ପାଇଁ, ଯେମିତି ଓଦା ହେବ ନାହିଁ, ଗଜା ହେବ ନାହିଁ ଏବଂ ଧାନ ବିକ୍ରି ପାଇଁ ମଧ୍ୟ ତାକୁ କେମିତି ଆମେ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଧାନକୁ କେମିତି ବିକ୍ରି କରାଇ ପାରିବୁ ଏବଂ ଯେଉଁଠି ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବ ତାକୁ ମଧ୍ୟ ସରକାର ପ୍ରୟତ୍ନ ଅଛନ୍ତି ଏବଂ ସେମାନଙ୍କର କ୍ଷତିପୂରଣ ରାଶି ମଧ୍ୟ ଆମେ ପର୍ଯ୍ୟାପ୍ତ ସଂଖ୍ୟାରେ ଯାହା ଆବଶ୍ୟକ ଅଛି ଏବଂ ଯାହା ନିୟମ ଅଛି ସେ ଭିତରେ ଆମେ ଚେଷ୍ଟା କରିବୁ। ତେଣୁ ମୂଳ ବିଷୟ ହେଲା ସାମ୍ନା କରିବା ପାଇଁ ପଡ଼ିବ। ପ୍ରାକୃତିକ ବିପର୍ଯ୍ୟୟ, ଅଦିନିଆ ବର୍ଷା ଆମ ହାତରେ ନାହିଁ, କିନ୍ତୁ ତାକୁ ଆମେ ସାମ୍ନା କରିପାରିବୁ। ସରକାର ଏବଂ ଚାଷୀମାନଙ୍କ ଭିତରେ ସହଭାଗିତା ଦରକାର। ସରକାରଙ୍କର ମଧ୍ୟ ଭୂମିକା ଅଛି, ଚାଷୀମାନଙ୍କର ଭୂମିକା ଅଛି। ସମସ୍ତେ ସତର୍କ ରହନ୍ତୁ, ଧାନକୁ ନିରାପଦ ଜାଗାରେ ରଖିବା ପାଇଁ ପ୍ରୟାସ କରନ୍ତୁ। ସେଥିରେ ଜିଲ୍ଲା ପ୍ରଶାସନ ମଧ୍ୟ ଯାହା ହେବ ସହାୟତା କରିବ। କିନ୍ତୁ ଗୋଟିଏ ଜିନିଷ ନିଶ୍ଚିତ ଯେ ଆପଣମାନଙ୍କ ମାଧ୍ୟମରେ ଚାଷୀମାନଙ୍କୁ ମୁଁ ଏ ବିଷୟ ସୂଚନା କରିବା ପାଇଁ ଚାହେଁ ଏବଂ ଆଶ୍ୱସ୍ତ କରିବା ପାଇଁ ଚାହେଁ, ସାମ୍ନା କରିବା ଆଉ ଅନ୍ୟ ବାଟ ନାହିଁ। ଏବଂ ସରକାର ଲୋକଙ୍କ ସାଙ୍ଗରେ ଅଛନ୍ତି, ଲୋକଙ୍କର ସମସ୍ୟା ସାଙ୍ଗରେ ଅଛନ୍ତି। ଅଦିନିଆ ବୃଷ୍ଟିପାତ ଏବଂ ତଜ୍ଜନିତ କ୍ଷତିରେ ଆମେ ନିଜକୁ ପ୍ରସ୍ତୁତ କରୁଛୁ ଲୋକଙ୍କର ସମସ୍ତ ପ୍ରକାର ସହାୟତା କରିବା ପାଇଁ। ସେ ବାବଦରେ ଯେଉଁ ଖବରକାଗଜରେ ଏବଂ ଗଣମାଧ୍ୟମରେ ବାହାରିଛି ତାକୁ ମଧ୍ୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆହେଇଛି ଯେ ଏଭଳିଆ ଅଭାବନୀୟ ପରିସ୍ଥିତି କାହିଁକି ସୃଷ୍ଟି ହେଲା ଏବଂ ଏଇଟା ମାନବ ସମାଜ ପାଇଁ ଶୁଭଙ୍କର ନୁହଁ। ଅଧୈର୍ଯ୍ୟ ହୁଅନ୍ତୁ ନାହିଁ, ସାମ୍ନା କରିବାଟା ଓଡ଼ିଆବାସୀଙ୍କର ଚରିତ୍ର। ଓଡ଼ିଆବାସୀ ସବୁ ସମୟରେ ବିପରୀତ ପରିସ୍ଥିତିରେ ଅନ୍ୟ ପ୍ରଦେଶ ଅପେକ୍ଷା ଏଭଳିଆ ପରିସ୍ଥିତିକୁ ସାମ୍ନା କରିପାରନ୍ତି, କରୁଛନ୍ତି, ଇତିହାସ ଅଛି କରିବାର। ତେଣୁ ଆଦୌ ନିରାଶ ହୁଅନ୍ତୁ ନାହିଁ, ଆଦୌ ବିବ୍ରତ ହୁଅନ୍ତୁ ନାହିଁ। ସରକାର ଆପଣଙ୍କର ସାଙ୍ଗରେ ଅଛି ଏବଂ ଆପଣଙ୍କର ସବୁ ସମସ୍ୟାର ସବୁ ସମାଧାନ କରିବା ପାଇଁ ଏବଂ ସହାୟତା ଦେବା ପାଇଁ ଆମେ ସଦାସର୍ବଦା ପ୍ରସ୍ତୁତ। ଆଗରୁ ବିକ୍ରି ହେଇପାରୁନଥିଲା, ବିକ୍ରି ହଉଥିଲା ମଧ୍ୟ ଗଳା ବାଟ ଦେଇକିରି, ତାପରେ ଭିଜିଲାନ୍ସ ଚଢ଼ଉ ଉପରେ ସବୁ ସଜାଗ ହେଇଗଲେ, ଏବେ ଆଉ ବିକ୍ରି ହେଇପାରୁନି, ଲୋକମାନେ ବହୁତ ହଇରାଣ ହେଉଛନ୍ତି। 31 ତାରିଖ ଦିନ ଆମର ମିଟିଂ ଅଛି। ସେଥିରେ ରେରା କମିଟିର ଅଧିକାରୀମାନଙ୍କୁ ଆଗରୁ ଗୋଟେ ମିଟିଂରେ ଆମେ ସୂଚନା କରିଥିଲୁ ଯେ ସମସ୍ୟାର ସମାଧାନ ପାଇଁ ବାଟ ବାହାର କର। ସେଥିରେ ରେରା ଆଇନର ଯଦି ଆବଶ୍ୟକ ପଡ଼ିବ ଆମେ ତାକୁ ସଂଶୋଧନ କରିବୁ, ଡ୍ରାଫ୍ଟ ପ୍ରପୋଜାଲ ତିଆରି କର। ଏବଂ କେବଳ ରେରା ନୁହଁ, ଯେଉଁ ଡେଭଲପମେଣ୍ଟ ଅଥରିଟି ଅଛି, ଡେଭଲପମେଣ୍ଟ ଅଥରିଟି ଆକ୍ଟ, ସେଥିରେ ମଧ୍ୟ ଛୋଟ ବଡ଼ ସମସ୍ୟା ଅଛି, ଲେଖାରେ ସମସ୍ୟା ଅଛି, ଆଇନର ଶବ୍ଦ ସଂଯୋଜନାରେ ସମସ୍ୟା ଅଛି, ଯାହାକୁ ନେଇକରି କନଫ୍ୟୁଜନ୍ ତିଆରି ହେଉଛି। ତାକୁ ମଧ୍ୟ ସଂଶୋଧନ କରିବା ପାଇଁ କିମ୍ବା ଯଦି ସଂଶୋଧନ କରିବାର ଆବଶ୍ୟକତା ନ ପଡ଼େ ତାହେଲେ ସ୍ପଷ୍ଟୀକରଣ ଦେବା ପାଇଁ 31 ତାରିଖ ଶେଷ ମିଟିଂ ହେବା ପାଇଁ ଯାଉଛି। ମୋର ଆଶା 31 ତାରିଖ ପରେ ସମସ୍ୟାର ସମାଧାନର ରାସ୍ତା ବାହାରିବ। ଜାନୁଆରୀ ବେଳକୁ ବୋଧେ ନୂଆ ବର୍ଷ ବେଳକୁ ପାର୍ଟ ପ୍ଲଟ୍ ବିକ୍ରିର ସମସ୍ୟା ବୋଧେ ଓଡ଼ିଶାରେ ଆଉ ନଥିବ। ନମ୍ବର 1। ନମ୍ବର 2 ହେଲା ଯେଉଁମାନେ ପାର୍ଟ ପ୍ଲଟ୍ ବିକ୍ରି କରିଛନ୍ତି ବେଆଇନ ଭାବରେ, ରେଜିଷ୍ଟ୍ରେସନ ଯେଉଁମାନଙ୍କର ହେଇଛି, 31 ଜଣ ଅଧିକାରୀଙ୍କର ଡିଷ୍ଟ୍ରିକ୍ଟ ରେଜିଷ୍ଟ୍ରାର ଯେଉଁମାନେ ଅଛନ୍ତି, ସବ୍ ରେଜିଷ୍ଟ୍ରାର ଅଛନ୍ତି, ତାଙ୍କର ତାଲିକା ପ୍ରସ୍ତୁତ କରିଛୁ। କିଏ କେତେଟା ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନ କରିଛି
ଏବଂ ରେଜିଷ୍ଟ୍ରେସନ जोटा करेछि सेतिरे केते उद्देश्य महत्व थिला केते उद्देश्य मंद थिला तार गोटे गोटे तनखी आरंभ हलाणी आउ जो माने बेआईन भाव रे ये काम करथिबे तांकर बोधे खराब समय पड़े आसिला सर गोटे बड़ निष्पत्ति नहीं राज्य सरकार आगुरी कहला जे प्रकृत चाषी सुविधा सुजोग पाऊन एवं नुआ चाषी प्रकृत चाषी खोजा हम जानुआरी सर्वे करेंगे सरकार गोटे बड़ निष्पत्ति केम देखते सेटा बहुत सर्वभारतीय स्तर रे नरेंद्र मोदी सरकार प्रयास फल जमी जमार हाईटेक सर्वे मध्य आरंभ होची किंतु हाईटेक रे बोधी आम समस्या देखुचु उपरु जोटा सर्वे होची से सर्वे सांगरे ताल देकरी तले मध्य सर्वे हेबा कथा तल ऊपर उभय सर्वे को मैचिंग करबा कथा एवं ओडिशा लैंड एनक्रोचमेंट एक्ट एवं ओडिशा गवर्नमेंट लैंड सेटलमेंट एक्ट रे तार व्यवस्था अछि देवगढ़ रे डिसलोकेशन हो गला सर्वे नोटिफिकेशन विगत सरकार करदेले किंतु व्यापक अव्यवस्था से भितर अछि तेणु ताकू तले मैपिंग करूचु इस यार सांगरे सांगरे प्रकृत चाषी को चिन्हट करवाटा मध्य गोटे बहुत बड़ दायित्व सरकारଙ୍କର बहुत समय जो मैंने अणचाषी से चाषीर पोशाक पिंधिकी सरकार ठार फायदा नहीं जाउछंती एवं जेतले केते जगह गरीब लोक जो मैंने निरीह चाषी चाषी हेबा सत्वे मध्य तांको पाखरे सरकारଙ୍କର योजना पहुंचु नहीं या आहरी निखुण करने ओडिशा भी प्रयास चली जिते समस्या 24 वर्ष भितर आम पाइछु कि स्वाधीनतार पर पाइछु प्रथम सरकार सबू समस्या को गोटे गोटे समस्या को ठाब करुचु तार निराकरण पाई जहाँ बुद्धि विद्या भगवान को देछि ताकू खर्च करुचु विशेषज्ञ मान संगे कथबार्ता करुचु आमको समय दिंतु ओडिशा रे जिते समस्या अछि पृथ्वी रे एमिति कौनसी समस्या नहीं जो समस्यार समाधान हो पार नहीं से आम विश्वास करूँ ओडिशार मध्य सबू समस्यार समाधान करूँ एवं सबू समस्यार समाधान करने सांगे सांगे जो व्यवस्था निर्माण करने लगिचु व्यवस्था त्रुटि थिले जे सरकार कले भी पारिबो नहीं मत लगुच ओडिशार जो व्यवस्था होची डेलीवरी सिस्टम टाकू ठीक ठाक करने टिके समय लगिवो से काम आम लगिचु अति शीघ्र निकट भविष्य में व्यवस्था लोकों पाखरे सेवा पहुँचबार जो व्यवस्था ताकू ठीक ठाक करिवो आकू लोक आउ एभलिया छोट बड़ समस्या सामना करने से दुर्भाग्य मिलिबो नहीं।